ବର୍ତ୍ତମାନ କହୁ କହୁ ଗୋଟେ ଭଲ ସୁନ୍ଦର କଥା ସାର୍ ଆମର କହିଛନ୍ତି। ସାର୍ ହେଲେ ବସ୍ ମାଲିକ। ଆସ ସାର୍ କ'ଣ କହିବେ ଚାଷ କାମ କ'ଣ ଗୋଟେ କହୁଥିଲେ? ଆଜ୍ଞା ଆମେ ଯେତେବେଳେ ପଢ଼ୁଥିଲୁ ପିଲାଦିନେ ପାଠ ପଢ଼ୁଥିଲୁ ବହିରେ ଆମର ସେତେବେଳେ ପଢ଼ା ହେଉଥିଲା ଚାଷ ଅଛି ଯାହାର କି ଆନନ୍ଦ ତାହାର। ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର। ଏବେ ବି ଚାଷୀ ଭାଇ ଦୁନିଆକୁ ଆହାର ଯୋଗାଉଛି କିନ୍ତୁ ଆଉ ସେ ଆନନ୍ଦ ନାହିଁ। ଯିଏ ଚାଷ କରିବ ସେ ଆତ୍ମହତ୍ୟା କରିବ। ଏମିତି ହେଉଛି କାହିଁକି? ସରକାରୀ ଚାକିରି ପାଇଁ ଆଜିକାଲି ଯୁବପିଢ଼ି କାହିଁକି ଏତେ ଲାଳାୟିତ ହେଉଛନ୍ତି? ଯେତେବେଳେ ସେମାନେ ନିଜେ ବ୍ୟବସାୟ କରିବାକୁ ଯାଉଛନ୍ତି ସେଥିରେ ସେମାନେ ସକ୍ସେସ୍ ହେଉଛନ୍ତି କି ନିଜେ କିଛି ଉଦ୍ୟମ କଲେ ତା ଦେହରେ ସକ୍ସେସ୍ ହେଉଛନ୍ତି କି? ସରକାରର କ'ଣ ସୁବିଧା ଅସୁବିଧା ଅଛି? ଜଣେ ଇଣ୍ଡଷ୍ଟ୍ରି କରିବାକୁ ଚାହିଁବ ଦୌଡ଼ି ଦୌଡ଼ି ଗୋଡ଼ରୁ ପାଣି ମରିଯିବ, ଚପଲ ଛିଣ୍ଡିଯିବ, ସେ କରିପାରିବ ନାହିଁ। ସାର୍ ସେଥିପାଇଁ ଷ୍ଟାର୍ଟଅପ୍ ଅଛି, ଦିଆଯାଉଛି ଆର୍ଥିକ ସହାୟତା। ଏବେ କ'ଣ ହେଉଛି ଅଲଗା କଥା। नमस्कार जय जगन्नाथ। आगु तो रज पर्व आसुची आपण कोन चिंता करछन्ती गारमेंट फील्ड बिजनेस करिवे ताहले जोगाजोग करंतो कोलकातार सबुठु बड़ गारमेंट होलसेलिंग सहित प्रकाश एंटरप्राइज साड़ी जोगाई दउछि मात्र 115 टंका। नाइटी आपण पाई परिबे 80 टंका, कुर्ती पाई परिबे मात्र 53 टंका, छोट पिलांको आइटम पाई परिबे मात्र 36 टंका। ओनली होलसेलिंग प्राइस रे आपण पाई परिबे बिजनेस जिगानी सिंगल पीस पई जमारु कॉल करंतु नाही। आमे जतोळे चाकरी करया बयस होइतला आपण चाकरी पाई नांती आम बेले सब मास्टरଙ୍କର ଚାକିରି 120 ଟଙ୍କା ଦରମା ଥିଲା। ଆପଣ କଲେନି? ଆମେ ଆଉ ସେଥିପାଇଁ ଆଗ୍ରହୀ ହେଲୁ ନାହିଁ। ଆଚ୍ଛା ଆପଣଙ୍କର ଜମିବାଡ଼ି କେତେ? ଜମିବାଡ଼ି ମୋର 10 ଏକର ଅଛି। ସାରଙ୍କର 10 ଏକର ଜମିବାଡ଼ି, ବସ୍ 2-3ଟା, ଆଉ କ'ଣ ଚାହୁଁଛନ୍ତି ଆପଣ? ନାଇଁ ନାଇଁ ଚାହୁଁଛନ୍ତି ମୋ ପାଇଁ କିଛି ନୁହଁ। ଆମର ତ ବୟସ ସରିଲାଣି, ଆମେ କ'ଣ ଚାହିଁବୁ? ଆମର ଚାହିଁବା ବଡ଼ କଥା। ଆପଣ ତ ଆଇଏଏସ୍ ଦରମା ଠାରୁ ବେଶୀ କମାଉଛନ୍ତି। ନା 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 ଆଉ କ'ଣ ବସ୍ 2-4 ଖଣ୍ଡ ଅଛି? ଆଜ୍ଞା ବସ୍ରେ ରୋଜଗାର ହୁଏନି ପଇସା। ବସ୍ଟା ସର୍ଭିସ୍, ବସ୍ଟା ବିଜନେସ୍। 10 ଏକର ଜାଗା କ'ଣ ଚାଷବାସ ହେଉନି? ଚାଷବାସ ଆଇତେ ଲୋକ ମିଳୁନାହାନ୍ତି। ଲୋକ ତ ମୂଲିଆ ପାଖକୁ ଗଲେ ମୂଲିଆ କହୁଛନ୍ତି ଆମର ଆସ କାମ କରିବ। କେଉଁ ମୂଲିଆଟା ଆଉଛି କହିଲେ? ଆଉ ଗଲା ଆଉ ଆଜିକା ସରକାର ତ ମାଗଣା ସିଷ୍ଟମ୍ କରିଦେଲେ। ସବୁ ମାଗଣା ବଞ୍ଚିବେ। ଯେଉଁମାନେ ଗରିବ ସେମାନେ ପାଇବେ ଲାଭ, ଯେଉଁମାନେ ଧନୀ ପାଇବେ ଲାଭ। ଆଗରୁ ଯେଉଁ ମଧ୍ୟବିତ୍ତ ଖୁସିରେ ଚଳୁଥିଲେ ସେ ମଧ୍ୟବିତ୍ତ ମାନେ ହଇରାଣ ହେଇଗଲେ। ଏବେ ତ ପାର୍ଟିସନ୍ ହେଇଗଲେ, ଭାଇ ଭାଇ ଭିତରେ ଝଗଡ଼ା, ଇଞ୍ଚେ ଜାଗା ପାଇକି ମୁଣ୍ଡ ଫଣ୍ଟାପଟି ରାସ୍ତାରେ ଗଡ଼ୁଛନ୍ତି। କୋଉଠୁ ଶାନ୍ତିରେ ରହିବେ? ଲୋଭଟା ବଢ଼ି ଯାଇଛି। ଆଗରୁ ଥିଲା ଭଉଣୀମାନଙ୍କୁ କେତେ କଷ୍ଟ କରି ବାପାଟା ଯଦି ମରିଯାଇଥିବ ବଡ଼ ଭାଇ ତା ମୁଣ୍ଡରେ ଠେଙ୍ଗା ବାହାର, କୋଉଠି ଯାଇ ମୂଲ ମଜୁରୀ କଲା, ବିଲ ବିକିକି ଭଉଣୀକି ବାହାର କଲା, ପୁଣି ବଡ଼ ଘରେ। ବର୍ତ୍ତମାନ 2025 ମସିହାରେ ଜମି ରେଟ୍ ବଢ଼ିଗଲାଣି। ଭାଇର ରାସ୍ତା କଡ଼ରେ ଜମି ଅଛି, 20 କୋଟି ଟଙ୍କା ନାଁ ଶୁଣିଦେଲା ବେଳକୁ ଏପଟେ ଭିଣେଇ କହିଦେଉଛି ଯା ବେ ଭାଗ ମାଗିଦେ। କାହିଁକି? ସେ ପୁରା ଟଙ୍କାଟା ଅବିକା ଶସ୍ତା ହେଇଯାଇଛି। ସବୁ ଜିନିଷର ଦାମ ବଢ଼ିଯାଇଛି। ମଣିଷର ମାନବିକତାର ମୂଲ୍ୟବୋଧ କମିଯାଇଛି। ଗୋଟିଏ କଥା କହିଲେ ହୃଦୟକୁ ଛୁଇଁଲା। ଆଉ ଥରେ ସାର୍ ମଣିଷର ମାନବିକତାର ମୂଲ୍ୟବୋଧ ନିଶ୍ଚିତ କମିଯାଇଛି। ଯେତେବେଳେ ଶୁଣନ୍ତୁ ଆମେ ଯେତେବେଳେ ପ୍ରଥମେ ମୋଟର ସାଇକେଲ ଚଢ଼ୁଥିଲୁ ସେତେବେଳେ ପେଟ୍ରୋଲ ଟଙ୍କେ 5 ପଇସା ଥିଲା। ଆପଣ ଚଲେଇଲା ବେଳେ? ଆଜ୍ଞା ଟଙ୍କେ 5 ପଇସା? ଟଙ୍କାଏ 5 ପଇସା ଥିଲା ସେତେବେଳେ। ଦେବେ ଶୁଣନ୍ତୁ ସେତେବେଳେ ମୋଟର ସାଇକେଲ ପ୍ରାୟ ଲୋକ ଚଢ଼ି ପାରୁନଥିଲେ। ଆମେ ଯେତେବେଳେ ଗାଁକୁ ମୋଟର ସାଇକେଲ ଚଢ଼ି ଯାଉଥିଲୁ ଗୋଟେ ଗାଁରେ ଆସିକି 10 ଜଣ ଲୋକ ଅନଉଥିଲା କିଏ ଆଇଲା ଗାଁକୁ, କିଏ ଆସିଲା ଗାଁକୁ ବୋଲି ଦେଖୁଥିଲେ। ଆପଣ ଗାଁ କୋଉଠି ଆଜ୍ଞା? ଆମର ଆଜ୍ଞା ଏରସମା। ଏରସମା ଲୋକ? କୁହନ୍ତୁ ଆଜ୍ଞା, ଆପଣ ତ ଏବେ ପର୍ଯ୍ୟନ୍ତ ବି ସେ କାହିଁକି ରାସ୍ତାଘାଟ କୋଉଠି ଭଲ କରିଦେଲେ ବି କୋଉଠି ଖଣ୍ଡିଆ ଖାବରା ହେଇ ପୁଣି ବାହାରି ପଡ଼ୁଛି? ନାଇଁ ସେ ତ ହବା କଥା ହବ, ୱିରେଣ୍ଟିୟର ହବ। ଦାମୋଦର ବାବୁ ଏତେ ବର୍ଷ ରହିଲେ ଓଡିଶାର ଗୋଟେ ବାଇମୁଣ୍ଡି, ଗୋଟେ କହନ୍ତି ରାମ ମୁଣ୍ଡ, ମହାତୁଣ୍ଡ, ଷଣ୍ଢ ମୁଣ୍ଡ, କିନ୍ତୁ କ'ଣ ଆଉ ଏରସମାର କ'ଣ ହଉନଥିଲା? ତାମାନେ ତାଙ୍କ ପୁଅ ତାଙ୍କ ବୋହୂ ଏବେ ସବୁ ରାଜନୀତିରେ? ନାଇଁ ପୁଅ ବୋହୂ ରାଜନୀତିରେ ସେ ଯେଉଁ ଦାମବାବୁ ଯାହା କରିଥିଲେ ତାଙ୍କ ପୁଅ ବୋହୂ ଯେ କରିବ ସେ କଥା ନୁହଁ। ତାଙ୍କ ପୁଅ ବୋହୂ ସେମିତି କରିପାରିବ ସେମିତି କିଛି ମାନେ ନାହିଁ। ଜଣକର କାଲିବର ତା ପୁଅ ବୋହୂ ଯେ କରିପାରିବ ସେ କଥା, ସେ କାଲିବର ସେଇ କାଲିବର ଲୋକ ଅନ୍ୟମାନେ ହେଇପାରିବେ ନାହିଁ। ତେବେ ବଢ଼ିଆ କଥା ଏଠି ସାର୍, ଦାମବାବୁ ବିଷ୍ଣୁବାବୁ ଭିତରେ କାହିଁ ଝଗଡ଼ା ହୁଏ? ଶୁଣାଯାଏ ବିଷ୍ଣୁବାବୁ କୁଆଡ଼େ ସୋମନାଥ ହାଟରେ ବସିକି ଗୁଲଗୁଲା ଖାଉଥିଲେ। ସେ ସମୟରେ ଦେଖା ହେଇଗଲେ ସ୍ୱର୍ଗତ ପୂର୍ବତନ MLA ପୂର୍ବତନ ମନ୍ତ୍ରୀ ଦାମବାବୁ। ଆଉ ସିଏ 2 ଜଣ ଯାକ ଗଲେଣି, ଇହ କାଳ ପରଧାମ ହେଇଗଲେଣି। ସିଏ ତାଙ୍କୁ କହିଲେ ବାପାର କ'ଣ କରୁଛୁ, ଏଇ ଇଲେକ୍ସନରେ କାହିଁ ଦୌଡ଼ୁଛୁ, ବିଜୁ ଜନତା ଦଳରେ ପଶିଯିବା। ତାଙ୍କୁ ଗୋଟେ ହାତ ଧରି ଆଣିକି ପୁରେଇଥିଲେ। ସତ? ହଁ ଦର୍ଶକ ବନ୍ଧୁ, ଆଗକୁ ତ ରଜ ପର୍ବ ଆସୁଛି। କ'ଣ ଗାର୍ମେଣ୍ଟ ଫିଲ୍ଡରେ ବିଜନେସ କରିବା ପାଇଁ ଚାହୁଁଛନ୍ତି? ତାହେଲେ ଯୋଗାଯୋଗ କରନ୍ତୁ କୋଲକାତାର ସବୁଠୁ ବଡ଼ ମ୍ୟାନୁଫ୍ୟାକ୍ଚରିଂ ଆଣ୍ଡ ହୋଲସେଲିଂ କମ୍ପାନୀ ସହିତ ପ୍ରକାଶ ଏଣ୍ଟରପ୍ରାଇଜ ଶାଢ଼ୀ ଯୋଗାଇ ଦେଉଛି ମାତ୍ର 115 ଟଙ୍କା। ନାଇଟି ପାଇପାରିବେ ମାତ୍ର 80, ଆଉ କୁର୍ତ୍ତି ପାଇପାରିବେ ମାତ୍ର 53 ଟଙ୍କା, ଛୋଟ ପିଲାଙ୍କ ଆଇଟମ ପାଇପାରିବେ ମାତ୍ର 36 ଟଙ୍କା। A to Z रेडीमेड गारमेंट आइटम 15,000 प्लस प्रोडक्ट अवेलेबल रहुची। ओनली बिजनेस रिगार्डिंग माल जोगाई दउची प्रकाश एंटरप्राइज। स्क्रीन रे नंबर दिया जायछि, जोगाजोग